हर हर महादेव। प्रिय श्रोता बंधु माने, भगवान शिव कहिसेंति जे केउं फूलटी केवल सुंघिबा द्वारा जने स्त्री को पुत्र प्राप्ति होइथाए। पुत्र प्राप्ति पई केउं फूलटी शिवलिंग रे चढ़ाइबा उचित एवं केउं दिन संपर्क स्थापन कले पुत्र प्राप्ति होइथाए। केउं पाप कारणरू जने स्त्रीर गर्भ नष्ट होई जाए। केउं कारणरू जने स्त्री मा होई पारंती नाही। केउं कारणरू जने स्त्री को पुत्र प्राप्ति हुए नहीं। बंधु माने, एही कथाटी समस्ते मन देई संपूर्ण सुनिबा उचित। जो माता और भगिनी माने एही कथाटी मन देई संपूर्ण शुणती सेमानंकु निश्चित भावे भगवान शिवंकर कृपारु मन इच्छा फल प्राप्ति हेबो। एही विषय गुड़िक उपरे आमर प्राचीन लिंग पुराण, शिव पुराण, गरुड़ पुराण एवं विष्णु पुराण एवं पद्म पुराण आदि ग्रंथ मानंकरे अत्यंत महत्वपूर्ण ज्ञानर कथा वर्णना करा जायछि। आज आमे आपनको महादेवଙ୍କ द्वारा पार्वती को कुहा जायथिबा गर्भ नष्ट हेबार कारण एवं पुत्र प्राप्तिर उपाय विषय कहबाकू जाउछु। तेणु आपण एही भिडियोटी शेष पर्यंत निश्चित भावे देखंतु। तेबे चालंतु आरंभ करिबा। बंधु माने, कैलाश पर्वतर श्वेत हिम शिखर रे शांत और निर्मल परिवेश रे भगवान शिव ध्यानस्थ होई विराजमान थांती। ସେହି ସ୍ଥାନରେ ମାତା ପାର୍ବତୀ ତାଙ୍କ ଚରଣ ନିକଟରେ ବସିଥାନ୍ତି। ତାଙ୍କ ମନରେ ଏକ ଗଭୀର ସଂଶୟ ଉଠୁଥାଏ। କିଛି ସମୟ ନୀରବ ରହିବା ପରେ ମାତା ପାର୍ବତୀ ଶ୍ରଦ୍ଧା ଓ ନମ୍ରତାର ସହ ଭଗବାନ ଶିବଙ୍କୁ ପ୍ରଶ୍ନ କଲେ, ହେ ନାଥ, ମୁଁ ଗୋଟିଏ କଥା ଜାଣିବାକୁ ଚାହୁଁଛି। ଜଣେ ସ୍ତ୍ରୀଙ୍କର ଗର୍ଭ କେଉଁ କାରଣରୁ ନଷ୍ଟ ହୋଇଯାଏ? କେଉଁ ସ୍ତ୍ରୀ ଏମିତି ଅଛନ୍ତି ଯାହାଙ୍କୁ ପୁତ୍ର ପ୍ରାପ୍ତି ହୁଏ ନାହିଁ? ଏହା ପଛରେ କୌଣସି ବିଶେଷ ଦୋଷ ବା ପାପ କାରଣ ହୋଇଥାଏ କି? ସ୍ୱାମୀ, ଦୟାକରି ଏହା ମଧ୍ୟ କୁହନ୍ତୁ ଯେ ପୁତ୍ର ପ୍ରାପ୍ତି ପାଇଁ ଜଣେ ସ୍ତ୍ରୀକୁ କ'ଣ କରିବା ଉଚିତ? କୌଣସି ନିର୍ଦ୍ଦିଷ୍ଟ ଦିନ, ସମୟ ବା ଉପାୟ ଅଛି କି ଯାହାଦ୍ୱାରା ଉତ୍ତମ ସନ୍ତାନ ପ୍ରାପ୍ତି ହୋଇପାରିବ? ସେ ଧୀରେ କହିଲେ, ହେ ଦେବୀ, ତୁମେ ଯେଉଁ ପ୍ରଶ୍ନ କରିଛ ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗଭୀର। ଏହା କେବଳ ଶରୀର ବା ଭାଗ୍ୟ ସହ ସମ୍ପର୍କିତ ନୁହେଁ, ବରଂ ଆତ୍ମା ଓ କର୍ମର ରହସ୍ୟ ସହ ଜଡ଼ିତ। ଗର୍ଭର ନଷ୍ଟ ହେବା ବା ପୁତ୍ର ସୁଖରୁ ବଞ୍ଚିତ ରହିବା କେବଳ ଏହି ଜନ୍ମର କାରଣରୁ ହୁଏ ନାହିଁ। ଅନେକ ସମୟରେ ଏହା ପଛରେ ସ୍ତ୍ରୀ ବା ପୁରୁଷର ପୂର୍ବ ଜନ୍ମର କର୍ମ ଲୁଚି ରହିଥାଏ। ଆଜି ମୁଁ ତୁମକୁ ଏକ ସତ୍ୟ କଥା ଶୁଣାଉଛି, ଯାହା ତୁମର ପ୍ରଶ୍ନର ଉତ୍ତର ମଧ୍ୟ ଅଟେ ଏବଂ ମନୁଷ୍ୟକୁ ସତ୍କର୍ମର ବୋଧ କରାଇଥାଏ। ଏହି କଥା ହେଉଛି ରାଜା ବିକ୍ରମସେନ ଓ ରାଣୀ ସୁରଭିଙ୍କର, ଯାହାଙ୍କ ଜୀବନରେ ଗର୍ଭପାତର ଦୁଃଖ ଆସିଥିଲା। ହେ ପାର୍ବତୀ, ଯେଉଁ ଶିବ ବା ପୁରୁଷ ଏହି କଥାଟି ଶ୍ରଦ୍ଧା ଭକ୍ତି ଓ ମନ ଦେଇ ଶୁଣନ୍ତି, ସେମାନଙ୍କ ଜୀବନରେ ସନ୍ତାନ ସୁଖର ଆଗମନ ନିଶ୍ଚିତ ହୋଇଥାଏ। ସେମାନେ ଗର୍ଭରେ ସୁନ୍ଦର, ଗୁଣବାନ, ଦୀର୍ଘାୟୁ ଓ ଧର୍ମପରାୟଣ ସନ୍ତାନ ଜନ୍ମ ନିଅନ୍ତି। ତେଣୁ ତୁମେ ଏହି କଥାଟି ମନ ଦେଇ ଶୁଣ। ଏବଂ ତାପରେ ମହାଦେବ ମାତା ପାର୍ବତୀଙ୍କୁ ସେହି ପୌରାଣିକ କଥା ଶୁଣାଇବା ଆରମ୍ଭ କଲେ। ପ୍ରାଚୀନ କାଳରେ ବିଦର୍ଭ ନାମକ ଏକ ବିଶାଳ ଓ ସମୃଦ୍ଧ ରାଜ୍ୟ ଥାଏ। ସେହି ରାଜ୍ୟର ରାଜା ବିକ୍ରମସେନ ନିଜ ପ୍ରଜା ପ୍ରତି ଅତ୍ୟନ୍ତ ଦୟାଳୁ ଓ ଧର୍ମପରାୟଣ ଥାନ୍ତି। ସେ ସଦାସର୍ବଦା ରାଜ୍ୟ ହିତକୁ ପ୍ରଥମ ସ୍ଥାନ ଦେଉଥାନ୍ତି। ରାଜା ବିକ୍ରମସେନଙ୍କ ପତ୍ନୀ ରାଣୀ ସୁରଭି ଅନୁପମ ସୌନ୍ଦର୍ଯ୍ୟର ଅଧିକାରିଣୀ ଥାନ୍ତି। ତାଙ୍କର ସୌନ୍ଦର୍ଯ୍ୟ ସହିତ ତାଙ୍କର ସ୍ୱଭାବ ଅତ୍ୟନ୍ତ ନମ୍ର, ସାତ୍ୱିକ ଓ ଭକ୍ତିମୟ ଥାଏ। ରାଣୀ ସୁରଭି ରାଜମହଲର ଶୋଭା ବଢ଼ାଉଥାନ୍ତି, କିନ୍ତୁ ସେ କେବଳ ରୂପବତୀ ନଥାନ୍ତି, ବରଂ ଅତ୍ୟନ୍ତ ବିଦୁଷୀ ମଧ୍ୟ ଥାନ୍ତି। ରାଜସଭାରେ ସେ ଅନେକ ସମୟରେ ନିଜର ବୁଦ୍ଧିମତ୍ତା କାରଣରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସହଯୋଗ କରୁଥାନ୍ତି। ରାଜା ଓ ରାଣୀଙ୍କର ଦାମ୍ପତ୍ୟ ଅତ୍ୟନ୍ତ ପ୍ରେମପୂର୍ଣ୍ଣ ଥାଏ, କିନ୍ତୁ ତାଙ୍କର ଗୋଟିଏ ବଡ଼ ଇଚ୍ଛା ଏପର୍ଯ୍ୟନ୍ତ ଅଧୁରା ରହିଥାଏ। ତାହା ଥାଏ ସନ୍ତାନ ପ୍ରାପ୍ତିର ଇଚ୍ଛା। ବର୍ଷ ବର୍ଷ ବିତିଗଲା, କିନ୍ତୁ ରାଣୀ ସୁରଭି ଗର୍ଭଧାରଣ କରିନଥାନ୍ତି। ଉଭୟ ଅନେକ ଅନୁଷ୍ଠାନ, ବ୍ରତ, ତ୍ୟୋହାର ଓ ଯଜ୍ଞ ମଧ୍ୟ କରାଇଥାନ୍ତି, କିନ୍ତୁ କୌଣସି ଫଳ ପ୍ରାପ୍ତ ହୋଇନଥାଏ। ସମୟ ବିତିବାକୁ ଲାଗିଲା ଏବଂ ରାଜା ବିକ୍ରମସେନଙ୍କୁ ମଧ୍ୟ ଏହି ଚିନ୍ତା ସତାଇବାକୁ ଲାଗିଲା ଯେ ତାଙ୍କର ରାଜବଂଶକୁ
ଆଗେଇ ନେବା ପାଇଁ ଉତ୍ତରାଧିକାରୀ କିଏ ହେବ? ଯଦିଓ ରାଜ୍ୟରେ ସବୁ କିଛି ଉତ୍ତମ ଥାଏ, ତଥାପି ଦରବାରର କୋଣେ କୋଣେ ବେଳେବେଳେ ଏହି ଚର୍ଚ୍ଚା ଶୁଣାଯାଉଥାଏ ଯେ ରାଜବଂଶକୁ ଆଗେଇ ନେବା ପାଇଁ କୌଣସି ପୁତ୍ର କାହିଁକି ନାହିଁ। ରାଣୀ ସୁରଭି ଏହି କାନଫୁସା ଶୁଣି ଗଭୀର ପୀଡ଼ାରେ ଭରିଯାଆନ୍ତି। ସେ ଈଶ୍ୱରଙ୍କ ଭକ୍ତିରେ ନିଜକୁ ଲୀନ କରିଦେଲେ। ସକାଳେ ଓ ସନ୍ଧ୍ୟାରେ ସେ ନିଜ ମହଲର ପୂଜା ଗୃହକୁ ଯାଇ ଦେବତାଙ୍କ ଆରାଧନା କରୁଥାନ୍ତି, ବ୍ରତ ରଖୁଥାନ୍ତି, ଉପବାସ କରୁଥାନ୍ତି, ମନ୍ଦିରକୁ ଯାଇ ଦାନ ଦେଉଥାନ୍ତି। ରାଜା ବିକ୍ରମସେନ ମଧ୍ୟ ତାଙ୍କର ମନୋବଳ ବଢ଼ାଉଥାନ୍ତି ଓ କହୁଥାନ୍ତି, ହେ ପ୍ରାଣପ୍ରିୟା, ଧୈର୍ଯ୍ୟ ରଖ। ଆମେ ଆମର କର୍ମରୁ କେବେ ପଛକୁ ହଟିବୁ ନାହିଁ। ଯାହା ହେବ ପ୍ରଭୁଙ୍କର ଇଚ୍ଛାରେ ହିଁ ହେବ। ଏହି ନିରନ୍ତର ପ୍ରତୀକ୍ଷା ମଧ୍ୟରେ ଥରେ ମହଲରେ ଶୁଭ ସମାଚାର ଦେଲା। ରାଣୀ ସୁରଭି ଗର୍ଭବତୀ ହୋଇଗଲେ। ଏହି ସମାଚାର ସମ୍ପୂର୍ଣ୍ଣ ରାଜମହଲ ଖୁସିରେ ଝୁମି ଉଠିଲା। ପ୍ରଜାମାନେ ଉତ୍ସବ ମନାଇବାକୁ ଲାଗିଲେ। ରାଜା ସମସ୍ତ ପ୍ରମୁଖ ମନ୍ଦିରରେ ବିଶେଷ ପୂଜା ଅର୍ଚ୍ଚନାର ଆୟୋଜନ କରାଇଲେ। ସବୁ ଦିଗରୁ ବଧାଇ ଆସିବାକୁ ଲାଗିଲା। ରାଜା ଓ ରାଣୀଙ୍କୁ ଲାଗିଲା ଯେ ତାଙ୍କର ବର୍ଷ ବର୍ଷର ତପସ୍ୟା ରଙ୍ଗ ଆଣିଛି। କିଛି ଦିନ ମଧ୍ୟରେ ରାଜମହଲକୁ ଫୁଲରେ ସଜାଯାଇଥାଏ ଓ ଢୋଲ ନଗାଡ଼ାର ଶବ୍ଦ ମଧ୍ୟ ଗୁଞ୍ଜୁରି ଉଠୁଥାଏ। ଏମିତି ଲାଗୁଥାଏ ଯେମିତି ସ୍ୱୟଂ ଦେବଗଣ ମଧ୍ୟ ପ୍ରସନ୍ନ ଅଛନ୍ତି। କିନ୍ତୁ ଏହି ଆନନ୍ଦ ଅଧିକ ଦିନ ସ୍ଥାୟୀ ହୋଇପାରିଲା ନାହିଁ। ଗର୍ଭଧାରଣର କିଛି ମାସ ପରେ ହଠାତ୍ ରାଣୀଙ୍କୁ ଅସାମାନ୍ୟ କଷ୍ଟ ହେବାକୁ ଲାଗିଲା। ରାଜବୈଦ୍ୟ ସବୁ ସମ୍ଭବ ପରୀକ୍ଷା କଲେ, ଔଷଧ ଦେଲେ, କିନ୍ତୁ କିଛି କାମ ହେଲା ନାହିଁ। ଗୋଟିଏ ଦିନ ରାଣୀ ଭୟଙ୍କର ଯନ୍ତ୍ରଣା ଅନୁଭବ କଲେ ଓ ଅସମୟରେ ତାଙ୍କର ଗର୍ଭପାତ ହୋଇଗଲା। ଏହି ସମାଚାର ଶୁଣି ମହଲରେ ମାତମ ଛାଇଗଲା। ସମଗ୍ର ରାଜ୍ୟ ସ୍ତବ୍ଧ ହୋଇଗଲା ଓ ରାଜା ବିକ୍ରମସେନ ନିଜେ ଉଦାସ ହୋଇ ନିଜ କକ୍ଷରେ ବନ୍ଦ ହୋଇଗଲେ। ରାଣୀ ସୁରଭିଙ୍କୁ ଲାଗିଲା ଯେମିତି ତାଙ୍କ ହୃଦୟର କୌଣସି ଅଂଶ ନଷ୍ଟ ହୋଇଗଲା। ସେ ଦିନ ରାତି କାନ୍ଦୁଥାନ୍ତି ଓ ମନରେ ଅପରାଧ ବୋଧରେ ଭରିଯାଆନ୍ତି। ସେ କି କୌଣସି ଗୁରୁତର ଅପରାଧ କରିଥିଲେ? ଈଶ୍ୱର କି ତାଙ୍କ ଉପରେ କୁପିତ ଥାଆନ୍ତି? ଏହି ଦୁର୍ଦ୍ଦଶା ଅବସ୍ଥାରେ ମଧ୍ୟ ରାଜା ବିକ୍ରମସେନ ରାଣୀକୁ ସମ୍ଭାଳିବାର ଚେଷ୍ଟା କଲେ। ସେ ନିଜେ ମଧ୍ୟ ଭିତରୁ ଭାଙ୍ଗି ପଡ଼ିଥାନ୍ତି, କିନ୍ତୁ ରାଣୀଙ୍କୁ ସାନ୍ତ୍ୱନା ଦେଇ କହୁଥାନ୍ତି, ହେ ପ୍ରିୟ, ତୁମର କୌଣସି ଦୋଷ ନାହିଁ। ବିଧାତା ଏପରି କାହିଁକି କଲେ ଆମେ ଜାଣିନାହୁଁ, କିନ୍ତୁ ଆମେ ଧୈର୍ଯ୍ୟ ତ୍ୟାଗ କରିବା ଉଚିତ ନୁହେଁ। ସେହି ସମୟରେ ଦରବାରରେ ସମସ୍ତଙ୍କୁ ଏହି ଚିନ୍ତା ସତାଇବାକୁ ଲାଗିଲା ଯେ ଆଖିର ଏହି ଗର୍ଭପାତର ପ୍ରକୃତ କାରଣ କ'ଣ ଥାଇପାରେ। ଗର୍ଭପାତ ପରେ ରାଣୀ ଅନେକ ରାତି ପର୍ଯ୍ୟନ୍ତ ଶୋଇପାରି ନଥାନ୍ତି। ଗୋଟିଏ ରାତିରେ ବଡ଼ କଷ୍ଟରେ ତାଙ୍କୁ ନିଦ ଆସିଥାଏ। ସେହି ରାତିରେ ତାଙ୍କୁ ଏକ ଭୟଙ୍କର ସ୍ୱପ୍ନ ଦେଖାଗଲା। ସେ ଦେଖିଲେ ଯେ ସେ ଏକ ଅନ୍ଧକାର ଓ ଭୟଙ୍କର ଜଙ୍ଗଲରେ ଏକାକୀ ଭ୍ରମଣ କରୁଛନ୍ତି। ଚାରିଆଡ଼େ ସନ୍ନାଟା ଓ ଭୟଙ୍କର ଶବ୍ଦ ଗୁଞ୍ଜୁରି ହେଉଛି। ତାପରେ କିଛି ବିକଟାଳ ଆକୃତି ପ୍ରକଟ ହେଲେ। ସେମାନେ ଶରୀରରେ କଳା ଧୂସର ଆବରଣ ଥାଏ, ଆଖିରୁ ଲାଲ ଅଗ୍ନି ବାହାରୁଥାଏ ଓ ହାତରେ ଫାଶୀ ଓ ଦଣ୍ଡା ଥାଏ। ଏହି ଆକୃତି ଗୁଡ଼ିକ ଯମଦୂତ ଥାଆନ୍ତି, ଯେଉଁମାନେ ରାଣୀଙ୍କ ଗର୍ଭରେ ଥିବା ଶିଶୁର ଆତ୍ମାକୁ ଟାଣି ନେଉଥାନ୍ତି। ରାଣୀ ଚିତ୍କାର କରି କହୁଥାନ୍ତି, ତୁମେ କିଏ? ମୋ ଅଜାତ ଶିଶୁକୁ କେଉଁଠାକୁ ନେଉଛ? ତାପରେ ଜଣେ ଦୂତ କଠୋର ସ୍ୱରରେ ଉତ୍ତର ଦେଲେ, ଏହି ଆତ୍ମା ପାପର ବନ୍ଧନରେ ଗ୍ରସ୍ତ, ଏହାକୁ ଦଣ୍ଡ ଭୋଗିବାକୁ ହେବ। ଆମେ ଯମଲୋକକୁ ଯାଉଛୁ। ରାଣୀ ଚିତ୍କାର କଲେ ଓ ସେହି ମୁହୂର୍ତ୍ତରେ ତାଙ୍କର ନିଦ ଭାଙ୍ଗିଗଲା। ସେ ଭୟଭୀତ ହୋଇ ଉଠି ବସିଲେ। ତାଙ୍କର ଶରୀର ଝାଳରେ ଲେପି ହୋଇଥାଏ। ସେ ରାଜାଙ୍କୁ ଉଠାଇ ନିଜ ସ୍ୱପ୍ନର ବର୍ଣ୍ଣନା କଲେ। ରାଜା ବିକ୍ରମସେନ ମଧ୍ୟ ଏହି ବର୍ଣ୍ଣନା ଶୁଣି ଆତଙ୍କିତ ହୋଇଗଲେ। ଏମିତି ଲାଗୁଥାଏ ଯେମିତି କୌଣସି ଦୈବ୍ୟ ସଂକେତ ଥାଏ। ସେ ନିଷ୍ପତ୍ତି ନେଲେ ଯେ ଏବେ ସେ କୌଣସି ମହାପୁରୁଷ ବା ଋଷିଙ୍କ ଠାରୁ ଆଧ୍ୟାତ୍ମିକ ମାର୍ଗଦର୍ଶନ ନିଶ୍ଚିତ ନେବେ, ଯାହାଦ୍ୱାରା ଗର୍ଭପାତର ପ୍ରକୃତ ମୂଳ କାରଣ ଜଣାପଡ଼ିପାରିବ ଓ କୌଣସି ସମାଧାନର ପଥ ମିଳିବ। ବିଦର୍ଭ ରାଜ୍ୟର ଦକ୍ଷିଣ ଭାଗରେ ଏକ ଦିବ୍ୟ ଆଶ୍ରମ ଥାଏ, ଯେଉଁଠାରେ ମହାନ ତପସ୍ୱୀ ମହର୍ଷି ଗର୍ଗଙ୍କର ବାସ ଥାଏ। ମହର୍ଷି ଗର୍ଗ ନିଜର ଧ୍ୟାନ ସାଧନା ଓ ଦିବ୍ୟ ଦୃଷ୍ଟି ପାଇଁ ବିଖ୍ୟାତ ଥାଆନ୍ତି। ରାଜା ବିକ୍ରମସେନ ତୁରନ୍ତ ନିଜ ଦୂତମାନଙ୍କୁ ପଠାଇ ମହର୍ଷି ଗର୍ଗଙ୍କୁ ରାଜ ଦରବାରରୁ ସମ୍ମାନରେ ଆମନ୍ତ୍ରଣ କରିଥାନ୍ତି। ମହର୍ଷି ଗର୍ଗ ରାଜାଙ୍କ ଅନୁରୋଧ ଗ୍ରହଣ କଲେ ଓ କିଛି ଦିନ ମଧ୍ୟରେ ନିଜ ଶିଷ୍ୟମାନଙ୍କ ସହ ରାଜମହଲରେ ପହଞ୍ଚିଲେ। ତାଙ୍କର ଆଗମନରେ ମହଲର ପରିବେଶରେ ଏକ ଅଲଗା ପବିତ୍ରତାର ସଞ୍ଚାର ହେଲା।
ଦୂରରୁ ତାଙ୍କର ଦୀପ୍ତିମାନ ଆଭା ଓ ସୌମ୍ୟ ବେଶଭୂଷା ଦର୍ଶନକୁ ପବିତ୍ର କରିଦେଉଥାଏ। ଯେତେବେଳେ ମହର୍ଷି ଗର୍ଗ ରାଜସଭାରେ ପହଞ୍ଚିଲେ, ରାଜା ବିକ୍ରମସେନ ଓ ରାଣୀ ସୁରଭି ହାତ ଯୋଡ଼ି ତାଙ୍କର ଭବ୍ୟ ସ୍ୱାଗତ କଲେ। ତାଙ୍କ ଚରଣ ସ୍ପର୍ଶ କରି ଆସନ ଗ୍ରହଣ କରିବାକୁ ଅନୁରୋଧ କଲେ। ମହର୍ଷି ସ୍ଥିର ଚିତ୍ତରେ ଆସନ ଗ୍ରହଣ କଲେ ଓ ରାଜାଙ୍କ ଅନୁରୋଧରେ କହିଲେ, ହେ ରାଜନ, ମୋତେ କୁହନ୍ତୁ, ମୋତେ ଏଠାକୁ କେଉଁ ଉଦ୍ଦେଶ୍ୟରେ ଡକାଯାଇଛି? ରାଜା ନମ୍ରତାପୂର୍ବକ ନିଜର ବ୍ୟଥା ବର୍ଣ୍ଣନା କଲେ। କିପରି ରାଣୀ ଗର୍ଭବତୀ ହୋଇଥାନ୍ତି, କିପରି ଗର୍ଭପାତ ହେଲା ଓ କିପରି ରାଣୀ ଏକ ଭୟଙ୍କର ସ୍ୱପ୍ନ ଦେଖିଥାନ୍ତି। ମହର୍ଷି ଗର୍ଗ ବଡ଼ ଧ୍ୟାନରେ ସବୁକିଛି ଶୁଣିଲେ। ତାପରେ ସେ ନିଜର ଦିବ୍ୟ ଦୃଷ୍ଟିର ପ୍ରୟୋଗ କଲେ। କିଛି ସମୟ ପାଇଁ ସେ ଧ୍ୟାନସ୍ଥ ମୁଦ୍ରାରେ ବସି ରହିଲେ। ତାଙ୍କର ଆଖି ଅର୍ଦ୍ଧ ନିମୀଳିତ ହୋଇଗଲା ଓ ଲଲାଟରେ ଗହନ ଗାମ୍ଭୀର୍ଯ୍ୟ ଝଲକୁଥାଏ। କିଛି ସମୟ ପରେ ମହର୍ଷି ଆଖି ଖୋଲିଲେ ତ ତାଙ୍କ ମୁଖରେ ଗଭୀର ଶାନ୍ତିର ଭାବ ଥାଏ। ସେ କହିଲେ, ହେ ରାଜନ, ସତ୍ୟ ଅତ୍ୟନ୍ତ ଗଭୀର। ରାଣୀ ସୁରଭି ନିଜର ପୂର୍ବ ଜନ୍ମର କର୍ମରେ କିଛି ଏମିତି ପାପ କରିଛନ୍ତି, ଯାହାର ପରିଣାମ ସ୍ୱରୂପ ଏହି ଜନ୍ମରେ ଗର୍ଭପାତର ଦୁଃଖ ଭୋଗିବାକୁ ପଡ଼ିଛି। ଏହା ଶୁଣି ମହଲରେ ସନ୍ନାଟା ଛାଇଗଲା। ରାଣୀ ସୁରଭିଙ୍କ ଆଖି ଅଶ୍ରୁରେ ଭରିଗଲା। ରାଜା ବିକ୍ରମସେନ ମଧ୍ୟ ଚିନ୍ତିତ ମୁଦ୍ରାରେ ଥାଆନ୍ତି। ମହର୍ଷି ଗର୍ଗ ରାଣୀଙ୍କ ଆଡ଼କୁ ଚାହିଁଲେ। ତାଙ୍କର ସ୍ୱର ଅତ୍ୟନ୍ତ କରୁଣମୟ କିନ୍ତୁ ସ୍ପଷ୍ଟ ଥାଏ। ସେ ରାଣୀଙ୍କୁ କହିଲେ, ହେ ରାଣୀ ସୁରଭି, ତୁମର ପୂର୍ବଜନ୍ମରେ ଘଟିଥିବା ଏକ ଘଟଣା ତୁମର ବର୍ତ୍ତମାନକୁ ନିର୍ଦ୍ଧାରଣ କରିଛି। ପୂର୍ବଜନ୍ମରେ ତୁମେ ଏକ କୁଳୀନ ପରିବାରର କନ୍ୟା ଥାଆନ୍ତ। କୌଣସି କାରଣରୁ ଅବିବାହିତ ଅବସ୍ଥାରେ ତୁମେ ଗର୍ଭଧାରଣ କରିଥିଲ। ଲୋକଲଜ୍ଜା ଓ ଭୟରୁ ତୁମେ ଜାଣିଶୁଣି ସେହି ଗର୍ଭର ସମାପନ କରିଥିଲ। ଏହି କୃତ୍ୟ ଅତ୍ୟନ୍ତ ନିନ୍ଦନୀୟ ଥାଏ, କାରଣ ଅଜାତ ଶିଶୁର ହତ୍ୟା ଘୋର ପାପ ବୋଲି ଗଣାଯାଇଛି। ପରିଣାମ ସ୍ୱରୂପ ଆଜି ଏହି ଜନ୍ମରେ ତୁମେ ଗର୍ଭପାତର ସନ୍ତାପ ସହିବାକୁ ପଡ଼ିଛି। ଏହା ଶୁଣି ରାଣୀ ସୁରଭି ନିଜର ଅଶ୍ରୁକୁ ରୋକିପାରିଲେ ନାହିଁ। ତାଙ୍କୁ ଲାଗିଲା ଯେମିତି କୌଣସି ଧୂସର ସ୍ମୃତି ତାଙ୍କ ହୃଦୟରେ ଉଠୁଛି। ପୂର୍ବ ଜନ୍ମର ଏକ ଧୂସର ପରଛାୟା, ଏକ ଭୟ ଓ ଏକ ଅପରାଧ ବୋଧ। ସେ ମହର୍ଷିଙ୍କ ଚରଣରେ ପଡ଼ି କହିବାକୁ ଲାଗିଲେ, ମହାରାଜ, ଯଦି ମୁଁ କୌଣସି ଜନ୍ମରେ ଏମିତି ପାପ କରିଥାଏ, ତେବେ ମୋତେ କ୍ଷମା କରନ୍ତୁ। ମୁଁ ସେହି ଅପରାଧର ପ୍ରାୟଶ୍ଚିତ କରି ଭବିଷ୍ୟତରେ ସୁଖଦ ସନ୍ତାନ ସୁଖ ପାଇବାକୁ ଚାହୁଁଛି। ଦୟାକରି ମୋତେ ମାର୍ଗ ଦେଖାନ୍ତୁ। ରାଜା ବିକ୍ରମସେନ ମଧ୍ୟ ହାତ ଯୋଡ଼ି ନିବେଦନ କଲେ, ଗୁରୁଦେବ, ଏହି ପାପରୁ ମୁକ୍ତ ହେବାର ଓ ଭବିଷ୍ୟତରେ ସୁସ୍ଥ ସନ୍ତାନ ପ୍ରାପ୍ତ କରିବାର କୌଣସି ଉପାୟ ନିଶ୍ଚିତ କୁହନ୍ତୁ। ମହର୍ଷି ଗର୍ଗ ଉଭୟଙ୍କୁ ଧୈର୍ଯ୍ୟ ବନ୍ଧାଇ କହିଲେ, ପୁତ୍ର, ପ୍ରତ୍ୟେକ ପାପର ପ୍ରାୟଶ୍ଚିତ ଅଛି। ଯଦି ସଚ୍ଚା ହୃଦୟରେ ପ୍ରାୟଶ୍ଚିତ କରାଯାଏ, ଈଶ୍ୱରଙ୍କ ସ୍ମରଣ କରାଯାଏ ଓ ଧର୍ମର ନିୟମ ପାଳନ କରାଯାଏ, ତେବେ ପୁରୁଣା ପାପର କ୍ଷୟ ସମ୍ଭବ। ମୁଁ ତୁମକୁ କିଛି ଶାସ୍ତ୍ରୀୟ ବିଧି କହୁଛି, ଯାହାର ଅନୁସରଣ କଲେ ତୁମେ ଦୁହିଁଙ୍କୁ ପୁନଶ୍ଚ ସନ୍ତାନ ପ୍ରାପ୍ତି ହୋଇପାରିବ। ସର୍ବପ୍ରଥମେ ମହର୍ଷି ଗର୍ଭଧାରଣ ପାଇଁ ଉପଯୁକ୍ତ ସମୟ ବିଷୟରେ ବୁଝାଇଲେ। ସେ କହିଲେ, ପ୍ରାଚୀନ ଗର୍ଭ ସଂସ୍କାର ବିଧାନ କହୁଛି ଯେ ସ୍ତ୍ରୀର ଋତୁସ୍ରାବ ହେବାର 5ମ ଦିନ ପରେ କିଛି ବିଶେଷ ରାତି ଗର୍ଭଧାରଣ ପାଇଁ ଅନୁକୂଳ ଗଣାଯାଇଛି, ଯେମିତି ଷଷ୍ଠ, ଅଷ୍ଟମ, ଦଶମ, ଦ୍ୱାଦଶ, ଚତୁର୍ଦ୍ଦଶ ଓ ଷୋଡ଼ଶ। ଏହି ତିଥିମାନଙ୍କରେ ଯଦି ସ୍ତ୍ରୀ ପୁରୁଷ ଶୁଭ ସଂଯୋଗ ହୁଏ, ତେବେ ଉତ୍ତମ ଗୁଣଯୁକ୍ତ ପୁତ୍ର ପ୍ରାପ୍ତିର ସମ୍ଭାବନା ଅଧିକ ରହିଥାଏ। ଏହାର ବିପରୀତରେ ପଞ୍ଚମୀ, ନବମୀ ବା ପଞ୍ଚଦଶୀ ରାତିରେ ଗର୍ଭଧାରଣରୁ କନ୍ୟା ରକ୍ତ ପ୍ରାପ୍ତିର ସମ୍ଭାବନା ଅଧିକ କୁହାଯାଇଛି। ସେହିପରି ସପ୍ତମୀ, ଏକାଦଶୀ ଓ ତ୍ରୟୋଦଶୀ ତିଥିରେ ସଂଯୋଗ କରିବାରୁ ଗର୍ଭ ଦୁର୍ବଳ ବା ଅଳ୍ପାୟୁ ହୋଇପାରେ। ତେଣୁ ଏହି ତିଥିମାନଙ୍କରେ ସମ୍ପର୍କ ସ୍ଥାପନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ରାଜା ବିକ୍ରମସେନ ଓ ରାଣୀ ସୁରଭି ଅତ୍ୟନ୍ତ ଶ୍ରଦ୍ଧାପୂର୍ବକ ଏହି କଥା ଶୁଣୁଥାନ୍ତି। ତାଙ୍କୁ ନିଜର ଅଜ୍ଞାତରେ ବୋଧ ହେଉଥାଏ, ପୂର୍ବଥର ସେମାନେ କୌଣସି ମୁହୂର୍ତ୍ତ ନ ଜାଣି ସହବାସ କରିଥାନ୍ତି। ସେମାନେ ନିଷ୍ପତ୍ତି ନେଲେ ଯେ ପରବର୍ତ୍ତୀ ଥର ସେମାନେ ଶାସ୍ତ୍ର ଅନୁସାରେ ସମସ୍ତ ନିୟମ ପାଳନ କରିବେ। ତାପରେ ମହର୍ଷି ଆଉ ଏକ ବିଶେଷ ଉପାୟ କହିଲେ। ସେ କହିଲେ, ହେ ରାଜନ, ଲିଙ୍ଗ ପୁରାଣ ଓ ଶିବ ପୁରାଣରେ ଭଗବାନ ଶିବଙ୍କର ଓ ମାତା ପାର୍ବତୀଙ୍କର ସମ୍ବାଦରେ ସନ୍ତାନ ସମ୍ପର୍କୀୟ କିଛି ରହସ୍ୟ ପ୍ରକଟ ହୋଇଛି। ଶିବ ପାର୍ବତୀଙ୍କୁ କହିଥାନ୍ତି ଯେ କେଉଁ ସ୍ତ୍ରୀମାନଙ୍କୁ ବାରମ୍ବାର ପୁତ୍ର ପ୍ରାପ୍ତିରେ ବାଧା ଆସୁଛି, ସେମାନଙ୍କୁ ଶିବଙ୍କର ପୂଜା ଧତୁରା ଫୁଲରେ କରିବା ଉଚିତ। ଧତୁରା ଭଗବାନ ଶଙ୍କରଙ୍କୁ ଅତ୍ୟନ୍ତ ପ୍ରିୟ। ଯଦି ଶିବରାତ୍ରି ଦିନ ଲାଲ ଡାଣ୍ଡା ବିଶିଷ୍ଟ ଧତୁରା ଫୁଲର ମାଳ
ଭୋଲେନାଥଙ୍କୁ ଅର୍ପଣ କରି ପୁତ୍ର ପ୍ରାପ୍ତିର କାମନା କରାଯାଏ। ତେବେ ମହାଦେବ ପ୍ରସନ୍ନ ହୋଇ ଯୋଗ୍ୟ ପୁତ୍ର ପ୍ରଦାନ କରିଥାନ୍ତି। ରାଜା ଓ ରାଣୀ ଏହି ଉପାୟକୁ ମନରେ ବସାଇ ନେଲେ ଓ ପୁଣି କହିଲେ, ମହାରାଜ, ପୂଜା ଓ ଉପଯୁକ୍ତ ସମୟର ଧ୍ୟାନ ରଖିବା ବ୍ୟତୀତ ମଧ୍ୟ କିଛି କରିବାକୁ ହେବ କି? ଏହାର ଉତ୍ତରରେ ଋଷି କହିଲେ, ହଁ ଠିକ୍ ସେମିତି ଔଷଧ ସହିତ ଆଚାରର ମଧ୍ୟ ଧ୍ୟାନ ରଖିବାକୁ ପଡ଼େ। ସେହିପରି ସନ୍ତାନ ପାଇଁ ଧର୍ମାନୁକୂଳ ଆଚରଣ ମଧ୍ୟ ଅନିବାର୍ଯ୍ୟ। ପ୍ରାଚୀନ ଗ୍ରନ୍ଥରେ କୁହାଯାଇଛି ଯେ ଗର୍ଭବତୀ ସ୍ତ୍ରୀଙ୍କୁ ମନ, ବାଣୀ ଓ କର୍ମରେ କାହାର ଅହିତ କରିବା ଉଚିତ ନୁହେଁ। ବିଶେଷ କରି ହିଂସା, ଅସତ୍ୟ ଓ ଅପମାନ ଭଳି 3ଟି ବଡ଼ ପାପରୁ ଦୂରେଇ ରହିବା ଉଚିତ। ଗର୍ଭବତୀଙ୍କ ମନରେ ଯଦି ଦ୍ୱେଷ, କ୍ରୋଧ ବା ଅଧର୍ମର ବିଚାର ଉଠେ, ତେବେ ତାହାର ସିଧା ସିଧି ଦୁଷ୍ପ୍ରଭାବ ଗର୍ଭ ଉପରେ ପଡ଼ିଥାଏ। ତାପରେ ରାଣୀ ସୁରଭି ଦୃଢ଼ତାରେ ମୁଣ୍ଡ ହଲାଇ କହିଲେ, ଗୁରୁଦେବ, ମୁଁ ପୂରା ପ୍ରୟାସ କରିବି ଯେ ମୋ ମନରେ କୌଣସି ଅଶୁଦ୍ଧ ଭାବନା ନ ଆସୁ। ମୁଁ ଭକ୍ତି, ଦାନ, ଜପ ଓ ପ୍ରଭୁ ସ୍ମରଣରେ ନିଜକୁ ଯୋଡ଼ି ରଖିବି। ମହର୍ଷି ଆଗକୁ ବୁଝାଇବାକୁ ଲାଗିଲେ, ଗରୁଡ଼ ପୁରାଣରେ ମଧ୍ୟ କୁହାଯାଇଛି ଯେ ଜଣେ ସ୍ତ୍ରୀଙ୍କୁ କେବେ ନିଜ ସ୍ୱାମୀର ନିନ୍ଦା କରିବା ଉଚିତ ନୁହେଁ ଓ ଅଜାଣତରେ ମଧ୍ୟ ଗର୍ଭକୁ ହାନି ପହଞ୍ଚାଇବା କାମରୁ ଦୂରେଇ ରଖିବା ଉଚିତ। ଯେଉଁ ସ୍ତ୍ରୀ ଜାଣିଶୁଣି ଗର୍ଭ ନଷ୍ଟ କରେ ବା ନିଜ ସ୍ୱାମୀର ଅପମାନ କରେ, ସେ ନିଜ ପାପ କାରଣରୁ ପତିତ ହୋଇଥାଏ। ତେଣୁ ସୁରଭି, ଏବେ ତୁମେ ଶ୍ରଦ୍ଧାପୂର୍ବକ ଓ ଆଦରରେ ସ୍ୱାମୀର ସମ୍ମାନ କରିବ। ତେବେ ପରମେଶ୍ୱରଙ୍କ କୃପାରୁ ତୁମ ପୂର୍ବର ପାପ ଧୋଇ ହେବ। ତାପରେ ରାଣୀ ଅଶ୍ରୁଭରା ଆଖିରେ ହିଁ କହିଲେ, ସେ ପୂର୍ବରେ କେବେ ମଧ୍ୟ ରାଜାଙ୍କ ପ୍ରତି ଅନୁଚିତ ବ୍ୟବହାର କରିନଥାନ୍ତି, କିନ୍ତୁ ଏବେ ସେ ଆହୁରି ଅଧିକ ନମ୍ରତାରେ ଆଚରଣ କରିବାର ପ୍ରଣ କରିଥାନ୍ତି। ତାପରେ ଋଷି ଆଉ ଏକ ଗଭୀର କିନ୍ତୁ ମଙ୍ଗଳମୟ ଉପାୟ ପରାମର୍ଶ ଦେଲେ। ସେ କହିଲେ, ପ୍ରାଚୀନ କାଳରୁ ଏକ ସଂସ୍କାର ପ୍ରଚଳିତ ଅଛି, ଯାହାକୁ ପୁଂସବନ ସଂସ୍କାର କୁହାଯାଏ। ଗର୍ଭଧାରଣର 3ୟ ମାସରେ ଏହି ସଂସ୍କାର କରାଯାଏ, ଯାହାଦ୍ୱାରା ଗର୍ଭ ମଜବୁତ ହୁଏ ଏବଂ ପୁତ୍ର ଜନ୍ମର ସମ୍ଭାବନା ବୃଦ୍ଧି ପାଏ। ଏହି ବିଧିରେ ବିଶେଷ ବନ ଔଷଧିର କିଛି ବୁନ୍ଦା ଗର୍ଭବତୀ ସ୍ତ୍ରୀଙ୍କୁ ନାକରେ ପକାଯାଏ ବା ତାଙ୍କ ଶୁଙ୍ଘାଯାଏ। ଏମିତି ମାନାଯାଏ ଯେ ଏହାଦ୍ୱାରା ଗର୍ଭ ସୁରକ୍ଷିତ ରହେ। ରାଣୀଙ୍କୁ ସ୍ମରଣ ହେଲା ଯେ ସେ ପୂର୍ବରୁ ଏପରି କୌଣସି ସଂସ୍କାର ବିଷୟରେ ଶୁଣି ନଥାନ୍ତି। ଋଷି ଆଗକୁ ସ୍ପଷ୍ଟ କଲେ, ଏହା ଏକ ଆୟୁର୍ବେଦ ସମ୍ମତ ପ୍ରଥା। ଏଥିରେ ପ୍ରୟୁକ୍ତ ପବିତ୍ର ଔଷଧି ଓ ମନ୍ତ୍ର ଗର୍ଭକୁ ବଳ ପ୍ରଦାନ କରେ ଏବଂ ଦେବତାଙ୍କର କୃପା ଦିଏ। ଏହା ପ୍ରାଚୀନ ସଂସ୍କୃତ ଗ୍ରନ୍ଥରେ କୁହାଯାଇଛି। ରାଜା ବିକ୍ରମସେନ ତତ୍ପରତାରେ ଘୋଷଣା କଲେ ଯେ ପରବର୍ତ୍ତୀ ଥର ଯେତେବେଳେ ରାଣୀ ଗର୍ଭବତୀ ହେବେ, ସେତେବେଳେ ଏହି ସମସ୍ତ ଧାର୍ମିକ ଓ ଆୟୁର୍ବେଦିକ ବିଧି ନିଶ୍ଚିତ ପୂରଣ କରାଯିବ। ଶେଷରେ ମହର୍ଷି ଗର୍ଗ ରାଣୀଙ୍କୁ ଏକ ହାଲକା ମୁସ୍କାନ ସହ ଆଶୀର୍ବାଦ ଦେଲେ, ଝିଅ, ତୁମେ ତୁମର ପୂର୍ବଜନ୍ମର ପାପ ଚିହ୍ନି ପାରିଛ ଓ ପ୍ରାୟଶ୍ଚିତ ମାର୍ଗ ଗ୍ରହଣ କରିଛ। ତେଣୁ ଦୁଃଖୀ ହୁଅ ନାହିଁ। ଏବେ କୁହାଯାଇଥିବା ଧର୍ମ ପାଳନକୁ ନିଷ୍ଠାପୂର୍ବକ ପାଳନ କର। ନିଶ୍ଚିତ ପରମେଶ୍ୱରଙ୍କ କରୁଣାରୁ ତୁମ ଗର୍ଭ ପୁନଶ୍ଚ ଫଳବାନ ହେବ। ରାଣୀ ସୁରଭି ଆଶାଭରା ନଜରରେ ମହର୍ଷି ଗର୍ଗଙ୍କ ଆଡ଼କୁ ଚାହିଁଲେ, ଗୁରୁଦେବ, ମୁଁ ଏହା ସବୁ କରିବାକୁ ପ୍ରସ୍ତୁତ। ମାତ୍ର ମୋର ପୂର୍ବଜନ୍ମର ପାପ ମିଟିଯାଉ ଓ ମୋତେ ମାତୃତ୍ୱର ଆଶୀର୍ବାଦ ମିଳୁ। ମହର୍ଷି ଗର୍ଗ ଆଶୀର୍ବଚନ ଦେଲେ, ହେ ପୁତ୍ରୀ, ଯାହା ବିତିଗଲା ତାହା ନିଶ୍ଚିତ ଦୁର୍ଭାଗ୍ୟପୂର୍ଣ୍ଣ ଥାଏ, କିନ୍ତୁ ତୁମର ପ୍ରାୟଶ୍ଚିତର ଭାବନା ସଚ୍ଚା। ଈଶ୍ୱର ଅନୁଗ୍ରହ କରିବେ। ଏବେ ତୁମେ ପବିତ୍ର ଆଚରଣ ଓ ଏହି ନିୟମଗୁଡ଼ିକର ପାଳନ କରି ଆଗକୁ ବଢ଼। ନିଶ୍ଚିତ ତୁମେ ପୁଣ୍ୟଫଳ ପ୍ରାପ୍ତ କରିବ। ରାଜା ଓ ରାଣୀ ନମ୍ରତାରେ ଋଷିଙ୍କୁ ପ୍ରଣାମ କଲେ ଓ ତାଙ୍କୁ ବିଦାୟ ଦେଲେ। ଏକ ଆଶାବାନ ପରିବେଶରେ ତାଙ୍କର ଜୀବନର ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ପ୍ରସ୍ତୁତ ହେଲା। ମହର୍ଷି ଗର୍ଗଙ୍କ ବିଦାୟ ପରେ ରାଜା ବିକ୍ରମସେନ ସମଗ୍ର ରାଜ୍ୟରେ ଏହି ସନ୍ଦେଶ ପହଞ୍ଚାଇଲେ ଯେ ଏବେ କୌଣସି ପ୍ରକାର ଅନୈତିକ କର୍ମ, ଅତ୍ୟାଚାର ବା ହିଂସାକୁ ରାଜ୍ୟରେ ବରଦାସ୍ତ କରାଯିବ ନାହିଁ। ଶିକାର ଓ ବୃଥା ହିଂସା ଉପରେ ରୋକ ଲଗାଇ ଦିଆଗଲା। ସେ ରାଜକର୍ମଚାରୀମାନଙ୍କୁ କଡ଼ା ଆଦେଶ ଦେଲେ ଯେ ପ୍ରଜାଙ୍କ ସହ ନ୍ୟାୟ କରାଯିବ। ସେ ଧନୀ ହେଉ ବା ଗରିବ, ସମସ୍ତଙ୍କୁ ସମାନ ମିଳିବ। ଦାନ, ଧର୍ମ, ଯଜ୍ଞ ଓ ଗରିବମାନଙ୍କ ସେବା ଉପରେ ବିଶେଷ ଧ୍ୟାନ ଦିଆଗଲା। ଜାଗା ଜାଗାରେ ଶିବ ମନ୍ଦିର ଗୁଡ଼ିକର ଜୀର୍ଣ୍ଣୋଦ୍ଧାର କରାଗଲା, ଯାହାଦ୍ୱାରା ଲୋକମାନେ ଈଶ୍ୱରଙ୍କ ଶରଣରେ ଯାଇ ମନରେ ଶୁଦ୍ଧି କରିପାରିବେ। ରାଣୀ ସୁରଭି ନିଜର ଅଧିକାଂଶ ସମୟ ଭଗବାନ ଶିବଙ୍କ ଆରାଧନାରେ ଲଗାଇବା ଆରମ୍ଭ କଲେ। ପ୍ରତିଦିନ ସେ ସ୍ନାନ କରି ଏକ ସ୍ୱରଚିତ ସ୍ତୋତ୍ରରେ ମହାଦେବଙ୍କର ଗୁଣଗାନ କରୁଥାନ୍ତି। ହେ ମହାଦେବ,
ଯାହାଙ୍କ ମସ୍ତକରେ ଚନ୍ଦ୍ରଦେବ ବିରାଜମାନ, ଯାହାଙ୍କୁ ସୃଷ୍ଟିର କଲ୍ୟାଣକାରୀ କୁହାଯାଏ, ଦୟାକରି ମୋ ଜୀବନରେ ମଧ୍ୟ କଲ୍ୟାଣର ପ୍ରକାଶ ଭରିଦିଅ। ତାପରେ ସେ ଶିବଲିଙ୍ଗରେ ବେଲପତ୍ର, ଧତୁର ଫୁଲ ଓ ଜଳ ଅର୍ପଣ କରୁଥିଲେ। ମନେ ମନେ ପାର୍ବତୀ ମାତାଙ୍କୁ ପ୍ରଣାମ କରୁଥାନ୍ତି। ହେ ମା ଗୌରୀ, ମହାଦେବଙ୍କ ଅର୍ଦ୍ଧାଙ୍ଗିନୀ, ସନ୍ତାନ ସୁଖର ଅଧିଷ୍ଠାତ୍ରୀ, ଦୟାକରି ମୋତେ ମଧ୍ୟ ମାତୃତ୍ୱର ଗୌରବ ପ୍ରାପ୍ତ କରାଅ। ରାଣୀ କେବଳ ପୂଜା ଅର୍ଚ୍ଚନା କରିନଥାନ୍ତି, ବରଂ ନିଜ ମନ ଓ ବାଣୀକୁ ମଧ୍ୟ ଅନୁଶାସନରେ ରଖିଥାନ୍ତି। ଯଦି କେବେ ରାଜମହଲରେ କୌଣସି ସେବିକା ଛୋଟ ଭୁଲ ମଧ୍ୟ କରୁଥାଏ, ତେବେ ରାଣୀ ତାଙ୍କୁ ଡାଣ୍ଟିବା ବଦଳରେ ଶାନ୍ତିରେ ବୁଝାଉଥାନ୍ତି। ସେ ନିଜେ ଜାଣୁଥାନ୍ତି ଯେ କ୍ରୋଧ ବା କଠୋର ବଚନ ଗର୍ଭ ପାଇଁ ହାନିକାରକ। ଯଦିଓ ଏହି ସମୟରେ ସେ ଗର୍ଭବତୀ ନଥାନ୍ତି, କିନ୍ତୁ ସେ ମନରେ ନିଷ୍ପତ୍ତି ନେଇଥାନ୍ତି ଯେ ନିଜର ଚରିତ୍ରକୁ ସମ୍ପୂର୍ଣ୍ଣ ସୌମ୍ୟ ଓ ପବିତ୍ର ରଖିବେ, ଯାହାଦ୍ୱାରା ଭବିଷ୍ୟତରେ ଗର୍ଭ ଠିକ୍ ହେଲେ କୌଣସି ପ୍ରକାରର ନକାରାତ୍ମକ ପ୍ରଭାବ ନ ପଡ଼େ। ଦିନକୁ ଦିନ ତାଙ୍କ ମନରେ ଗଭୀର ଶ୍ରଦ୍ଧା ଓ ସମର୍ପଣ ଭାବ ଜାଗୁଥାଏ। ସେ ଚିନ୍ତା କରୁଥାନ୍ତି, ଯଦି ପ୍ରକୃତରେ ମୁଁ ପୂର୍ବ ଜନ୍ମରେ କୌଣସି ଗୁରୁତର ପାପ କରିଛି, ତେବେ ଏହି ଜନ୍ମରେ ମୋତେ ମୋର ଭଲ କର୍ମ ଦ୍ୱାରା ତାହାକୁ ଧୋଇବାକୁ ହେବ। ଈଶ୍ୱର କ୍ଷମା କରନ୍ତୁ ବା ନ କରନ୍ତୁ, କିନ୍ତୁ ମୋର କର୍ତ୍ତବ୍ୟ ହେଉଛି ମୁଁ ପୁନଶ୍ଚ ଏପରି କୌଣସି କର୍ମ ନ କରେ। ତାଙ୍କର ଏହି ତ୍ୟାଗ, ସମର୍ପଣ ଓ ସଂଯମ ଦେଖି ସମଗ୍ର ରାଜସଭା ମଧ୍ୟ ପ୍ରଭାବିତ ହେଉଥାଏ। ରାଜା ବିକ୍ରମସେନ ମଧ୍ୟ ତାଙ୍କର ସାଥ ଦେଇଥାନ୍ତି। ସେ ନିଜେ ମଧ୍ୟ ଅତିଶୟ ନମ୍ରତାରେ ରାଜ୍ୟର ବାଗଡୋର ସମ୍ଭାଳୁଥାନ୍ତି ଓ ରାଜ୍ୟକୁ ଧର୍ମ ଓ ନ୍ୟାୟର ପଥରେ ଆଗେଇ ନେଉଥାନ୍ତି। ସମୟର ପ୍ରଭାବ ଚାଲିଥାଏ। ଋତୁ ବଦଳିଲା। ବସନ୍ତ ପରେ ଗ୍ରୀଷ୍ମ ଆସିଲା, ତାପରେ ବର୍ଷା ଋତୁ ଆସିଲା ଓ ପୁନଶ୍ଚ ଶରଦର ଆଗମନ ହେଲା। ଏହି ସମୟ ମଧ୍ୟରେ ରାଜା ଓ ରାଣୀ ପ୍ରତ୍ୟେକ ଶୁଭ ପର୍ବର ଉପବାସ ଓ ଦାନରେ ସିଲସିଲା ଜାରି ରଖିଥାନ୍ତି। ଶେଷରେ ସେହି ସମୟ ମଧ୍ୟ ଆସିଲା, ଯେତେବେଳେ ରାଣୀ ସୁରଭି ନିଜ ଭିତରେ କିଛି ପରିବର୍ତ୍ତନ ଅନୁଭବ କଲେ। ସେ ରାଜବୈଦ୍ୟଙ୍କ ନିକଟକୁ ଗଲେ, ତେବେ ଜଣାପଡ଼ିଲା ଯେ ଏଥର ମଧ୍ୟ ସେ ଗର୍ଭବତୀ ଅଛନ୍ତି। ଏହା ଶୁଣି ତାଙ୍କର ହୃଦୟ ଆଶଙ୍କା ଓ ପ୍ରସନ୍ନତାର ମିଶ୍ରିତ ଭାବନାରେ ଭରିଗଲା। ଏକପଟେ ସେ ଅତ୍ୟନ୍ତ ପ୍ରସନ୍ନ ଥାନ୍ତି ଯେ ବୋଧହୁଏ ଈଶ୍ୱର ତାଙ୍କ ପ୍ରାର୍ଥନା ଶୁଣିଛନ୍ତି, ଅନ୍ୟପଟେ ପୂର୍ବ ଥରର ଭୟ ଅନୁଭବ ତାଙ୍କୁ ଭୟ କରୁଥାଏ। ତଥାପି ସେ ହିମ୍ମତ ହରାଇ ନଥାନ୍ତି। ସେ ସର୍ବପ୍ରଥମେ ରାଜା ବିକ୍ରମସେନଙ୍କୁ ଏହି ଶୁଭ ସମାଚାର ଜଣାଇଲେ। ରାଜା ହର୍ଷରେ ରାଣୀଙ୍କୁ ଆଲିଙ୍ଗନ କଲେ ଓ କହିଲେ, ଏଥର ଆମେ ପ୍ରତ୍ୟେକ ସତର୍କତା ଅବଲମ୍ବନ କରିବା, ପ୍ରତ୍ୟେକ ସଂସ୍କାର କରିବା, ସବୁ ଠିକ୍ ହେବ। ଏଥର ରାଣୀ ଗର୍ଭଧାରଣର ଆରମ୍ଭିକ ମାସମାନଙ୍କରୁ ହିଁ କଡ଼ା ସତର୍କତା ଅବଲମ୍ବନ କରିବା ଆରମ୍ଭ କଲେ। ଯେମିତି ଗର୍ଭର ତୃତୀୟ ମାସ ଆସିଲା, ରାଜା ବିକ୍ରମସେନ ମହର୍ଷି ଗର୍ଗଙ୍କ ଅନୁରୋଧରେ ପୁଂସବନ ସଂସ୍କାର ସମ୍ପନ୍ନ କରାଇଲେ। ସେହି ସହ ସେ ଦୁର୍ଲଭ ଜଡ଼ିବୁଟି ଓ ଔଷଧ ଆଣିଥିଲେ, ଯାହା ଏହି ସଂସ୍କାରରେ ପ୍ରୟୋଗ କରାଯାଏ। ମହର୍ଷି ଗର୍ଗ ବିଧିବିଧାନରେ ହବନ କରାଇଲେ। ତାପରେ ସେହି ଔଷଧିର କିଛି ବୁନ୍ଦା ରାଣୀଙ୍କ ନାସିକା ନିକଟରେ ରଖାଗଲା, ଯାହାଦ୍ୱାରା ସେ ତାହାର ସୁଗନ୍ଧକୁ ଅନ୍ତଃଶ୍ୱାସ ମାଧ୍ୟମରେ ଭିତରକୁ ନେଇପାରିବେ। ମାନାଯାଏ ଯେ ଏହି ଔଷଧୀୟ ସୁଗନ୍ଧ ଦ୍ୱାରା ଗର୍ଭ ମଜବୁତ ହୁଏ ଓ ତାରେ ଜୀବନଦାୟିନୀ ଶକ୍ତି ସଞ୍ଚାରିତ ହୁଏ। ତାପରେ ରାଣୀଙ୍କୁ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଆଶୀର୍ବାଦ ଦିଆଗଲା। ରାଜ ଦରବାରରେ ଆସିଥିବା ବ୍ରାହ୍ମଣ ଓ ବିଦ୍ୱାନମାନଙ୍କ ରାଣୀଙ୍କର ଦୀର୍ଘାୟୁ ଓ ସନ୍ତତି ସୁରକ୍ଷା କାମନା କଲେ। ରାଜା ବିକ୍ରମସେନ ମହର୍ଷି ଓ ଅନ୍ୟ ବିଦ୍ୱାନମାନଙ୍କର ସମ୍ମାନ କଲେ, ତାଙ୍କୁ ଅନେକ ପ୍ରକାରର ଉପହାର ଓ ଦକ୍ଷିଣା ଭେଟ କରାଇଲେ। ଧୀରେ ଧୀରେ ଗର୍ଭର ମାସଗୁଡ଼ିକ ଆଗକୁ ବଢ଼ିଲା। ଚତୁର୍ଥ ମାସ, ପଞ୍ଚମ ମାସ, ଷଷ୍ଠ ମାସ, ପ୍ରତ୍ୟେକ ମାସରେ ମହଲରେ ଛୋଟ ଛୋଟ ଧାର୍ମିକ ଉତ୍ସବ ହେଉଥାଏ, ଯେଉଁଠାରେ ରାଣୀଙ୍କର କୁଶଳତା ପାଇଁ ମଙ୍ଗଳ କାମନା କରାଯାଉଥାଏ। ସୀମନ୍ତୋୟନ ଓ ଅନ୍ୟାନ୍ୟ ସଂସ୍କରଣ ମଧ୍ୟ ପୂର୍ଣ୍ଣ ବିଧି ସହ କରାଗଲା। ଦାସୀମାନଙ୍କ ସହାୟତାରେ ଫୁଲର ହାର ତିଆରି କରି ଶିବଲିଙ୍ଗରେ ଚଢ଼ାଉଥାନ୍ତି ଓ ମନେ ମନେ କହୁଥାନ୍ତି, ହେ ଭୋଲେନାଥ, ଏହା ପରୀକ୍ଷାର ସମୟ, ମୋତେ ଶକ୍ତି ଦିଅ, ଏହି ଗର୍ଭକୁ ସୁରକ୍ଷିତ ରଖ। ନବମ ମାସ ଆସିଲା ଓ ରାଣୀଙ୍କ ପ୍ରସବର ଘଡ଼ି ନିକଟବର୍ତ୍ତୀ ହେଲା। ରାଜବୈଦ୍ୟ ଓ ଅନୁଭବୀ ଧାଈମାନଙ୍କୁ ତତ୍ପର ରଖାଗଲା। ଗୋଟିଏ ସାଏଁ ଯେତେବେଳେ ସୂର୍ଯ୍ୟ ଢଳୁଥାଏ, ରାଣୀଙ୍କୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହେଲା। ସେହି ରାତି ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟଦାୟକ ଥାଏ, କିନ୍ତୁ ସେହି ସମୟରେ ଆଶାରେ ପୂର୍ଣ୍ଣ ମଧ୍ୟ। ରାଜା ବିକ୍ରମସେନ ମହଲ ବାହାରେ ପ୍ରାର୍ଥନା ମୁଦ୍ରାରେ ଟହଲ କରୁଥାନ୍ତି। ମନରେ ଈଶ୍ୱରଙ୍କ ନାମ ଥାଏ, ଓଠରେ ମନ୍ତ୍ର। ଦାଈ ଓ ବୈଦ୍ୟ ରାଣୀଙ୍କର ଦେଖାଶୁଣାରେ ଜୁଟି ରହିଥାନ୍ତି। ଅଧା ରାତି ବିତିଗଲା ପରେ ରାଣୀଙ୍କ ଯନ୍ତ୍ରଣା ଚରମ ସୀମାରେ ପହଞ୍ଚିଗଲା। ତାଙ୍କ ଆଖିରୁ ଅଶ୍ରୁ ଝରୁଥାଏ। ତେବେ ସେ ମନେ ମନେ ଭୋଲେନାଥଙ୍କୁ ସ୍ମରଣ କରୁଥାନ୍ତି। ମହର୍ଷି ଗର୍ଗ ମଧ୍ୟ
ସେହିଦିନ ଆଶ୍ରମରୁ ଆସିଥାନ୍ତି। ସେ ମହଲ ବାହାରେ ଏକ ଶାନ୍ତ କକ୍ଷରେ ବସି ଜପ କରୁଥାନ୍ତି। ଆଶୀର୍ବାଦ ଦେଉଥାନ୍ତି ଯେ ସବୁକିଛି କୁଶଳତାରେ ହେଉ। ଶେଷରେ ରାତ୍ରିର ଅନ୍ତିମ ପ୍ରହରରେ ଯେତେବେଳେ ପୂର୍ବ ଦିଗରେ ପ୍ରଭାତ ଲାଲିମା ଫୁଟିବାକୁ ଯାଉଥାଏ, ରାଣୀ ସୁରଭି ଏକ ସୁସ୍ଥ ଓ ତେଜସ୍ୱୀ ବାଳକକୁ ଜନ୍ମ ଦେଲେ। ମହଲରେ ଯେମିତି ବାଳକର କାନ୍ଦ ଶବ୍ଦ ଗୁଞ୍ଜରି ଉଠିଲା। ସମସ୍ତେ ଅସ୍ୱସ୍ତିର ନିଶ୍ୱାସ ଛାଡ଼ିଲେ ଓ ଆନନ୍ଦରେ ଜୟ ଘୋଷ କଲେ। ରାଜା ବିକ୍ରମସେନଙ୍କ ଆଖିରେ ଖୁସିର ଅଶ୍ରୁ ଝଲସି ଉଠିଲା। ସେ ମହଲରେ ପ୍ରବେଶ କରି ରାଣୀଙ୍କୁ ଦେଖିଲେ। ସେ ଅତ୍ୟନ୍ତ ଥକି ପଡ଼ିଥାନ୍ତି, କିନ୍ତୁ ତାଙ୍କ ମୁଖରେ ଏକ ଦିବ୍ୟ ତେଜ ଥାଏ। ଦାଇ ସେହି ନନ୍ଦନ ରାଜକୁମାରଙ୍କୁ ରାଣୀଙ୍କ କୋଳରେ ଦେଲେ, ଯାହାକୁ ରାଣୀ ଆଞ୍ଚଳରେ ସमेଟି ନେଲେ। ତାଙ୍କୁ ଲାଗିଲା ଯେମିତି ବର୍ଷ ବର୍ଷର ସନ୍ତାପ ଓ ଅପରାଧବୋଧ ସେହି ମୁହୂର୍ତ୍ତରେ ବହିଗଲା। ମହର୍ଷି ଗର୍ଗଙ୍କୁ ଏହି ସୂଚନା ମିଳିଲା, ତେବେ ସେ ମଧ୍ୟ ପ୍ରସନ୍ନତାରେ ଭରିଗଲେ। ସେ ବାଳକର ମସ୍ତକରେ ତିଲକ ଲଗାଇ ତାକୁ ଆଶୀର୍ବାଦ ଦେଲେ। ହେ ବାଳକ, ତୁମେ ଦୀର୍ଘାୟୁ ହୁଅ, ଧର୍ମପ୍ରିୟ ହୁଅ ଓ ତୁମ ମାତା ପିତାଙ୍କର ଗୌରବ ବଢ଼ାଅ। ବନ୍ଧୁମାନେ, ଏବେ ଆଗକୁ ଭଗବାନ ଶିବ କହିଲେ, ହେ ପାର୍ବତୀ, କିପରି ରାଣୀ ପୂର୍ବ ଜନ୍ମରେ ଏକ ଗର୍ଭପାତ ପାପ କରିଥାନ୍ତି ଓ ଏହି ଜନ୍ମରେ ତାହାକୁ ଭୋଗିବାକୁ ପଡ଼ିଥାଏ, କିନ୍ତୁ ସେ ପୁରୋଜ ପ୍ରବଳ ଶକ୍ତି ଓ ପ୍ରାୟଶ୍ଚିତ୍ତର ମାର୍ଗ ଗ୍ରହଣ କରିଥାନ୍ତି, ଯାହା କାରଣରୁ ସେମାନଙ୍କୁ ଅନ୍ତତଃ ପୁତ୍ର ରତ୍ନ ପ୍ରାପ୍ତି ହେଲା। ହେ ଦେବୀ, ଏବେ ମୁଁ ତୁମକୁ କହୁଛି କେଉଁ ଫୁଲ ଶିବଲିଙ୍ଗରେ ଚଢ଼ାଇଲେ ଓ ଶୁଙ୍ଘିଲେ ଜଣେ ସ୍ତ୍ରୀକୁ ପୁତ୍ର ପ୍ରାପ୍ତି ହୁଏ। ଯେଉଁ ସ୍ତ୍ରୀ ମାସିକ ଧର୍ମ ସମାପ୍ତ ହେବା ପରେ ଏହି ଫୁଲଟି ଶୁଙ୍ଘି ନିଜ ସ୍ୱାମୀଙ୍କ ସହ ମିଳନ କରେ ଓ ଗର୍ଭଧାରଣ କରେ, ତାକୁ ନିଶ୍ଚିତ ଭାବେ ଗୁଣବାନ ଓ ଭାଗ୍ୟବାନ ପୁତ୍ର ପ୍ରାପ୍ତି ହୁଏ। ହେ ଦେବୀ, ଯେଉଁ ସ୍ତ୍ରୀ ସନ୍ତାନ ପ୍ରାପ୍ତିର କାମନା କରେ, ତାଙ୍କୁ ଶିବଲିଙ୍ଗରେ ଲାଲ ଦଣ୍ଡା ବିଶିଷ୍ଟ ଧତୁରା ଫୁଲର ମାଳ ତିଆରି କରି ଚଢ଼ାଇବା ଉଚିତ ଏବଂ ପୁତ୍ର ପ୍ରାପ୍ତି ଇଚ୍ଛା କରୁଥିବା ସ୍ତ୍ରୀଙ୍କୁ ଧଳା ଗୋଲାପ ଫୁଲ ଶିବଲିଙ୍ଗରେ ଚଢ଼ାଇବା ଉଚିତ ଓ ପୁତ୍ରୀ ପ୍ରାପ୍ତି ଇଚ୍ଛା କରୁଥିବା ସ୍ତ୍ରୀଙ୍କୁ ଲାଲ ଗୋଲାପ ଫୁଲ ଶିବଲିଙ୍ଗରେ ଚଢ଼ାଇବା ଉଚିତ। ତାପରେ ଶିବ ପୂଜା ହେବ। ପରେ ସେହି ଫୁଲଟିକୁ ଘରକୁ ଆଣି ସ୍ୱାମୀଙ୍କ ସହ ସମ୍ପର୍କ ସ୍ଥାପନ କରିବା ପୂର୍ବରୁ ଶୁଙ୍ଘି ନେବା ଉଚିତ। ତେବେ ମୋର ଆଶୀର୍ବାଦରୁ ସେହି ସ୍ତ୍ରୀକୁ ମନ ଇଚ୍ଛା ସନ୍ତାନ ପ୍ରାପ୍ତି ହେବ। ହେ ଦେବୀ ପାର୍ବତୀ, ଏବେ ମୁଁ ତୁମର ପ୍ରଶ୍ନର ଉତ୍ତର ଦେଇଛି। ବନ୍ଧୁମାନେ, ଆଶା କରୁଛୁ ଆପଣଙ୍କୁ ଏହି କଥାଟି ପସନ୍ଦ ହୋଇଥିବ। ଭିଡ଼ିଓକୁ ଲାଇକ୍ ନିଶ୍ଚିତ କରନ୍ତୁ ଓ କମେଣ୍ଟରେ ହର ହର ମହାଦେବ ନିଶ୍ଚିତ ଲେଖନ୍ତୁ। ସେହି ସହ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଓଁ ନମଃ ଶିବାୟ। ହର ହର ମହାଦେବ।